أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଆଜିକାଲି ଖୁତବାରେ ଆହଜାବ ଯୁଦ୍ଧରେ ବନୁ କୁରେଜା ସମ୍ପ୍ରଦାୟ ନିଜର ଅଙ୍ଗୀକାର ଭଙ୍ଗ କରିବା ଏବଂ ଆହଜାବ ଯୁଦ୍ଧ ପରେ ସେହି ଦୁର୍ଗମାନଙ୍କରେ ଘେରାଉ କରିବା ସମ୍ପର୍କରେ ଚର୍ଚ୍ଚା ଜାରି ରହିଛି। ବନୁ କୁରେଜା ସମ୍ପ୍ରଦାୟକୁ ଏଥିପାଇଁ ଶାସ୍ତି ଦିଆଯିବା ଆବଶ୍ୟକ ଥିଲା ଯେ ବନୁ କୁରେଜା ସମ୍ପ୍ରଦାୟ ମୁସଲମାନମାନଙ୍କୁ କ୍ଷତି ପହଞ୍ଚାଇଥିଲା ଏବଂ ଅଙ୍ଗୀକାର ଭଙ୍ଗ କରିଥିଲେ। ତେଣୁ ସେମାନଙ୍କୁ ଶାସ୍ତି ଦିଆଯାଉ। ତେଣୁକରି ସେମାନଙ୍କୁ ଶାସ୍ତି ଦେବା ଅନିବାର୍ଯ୍ୟ ଥିଲା। ଉକ୍ତ ଘଟଣାର ସବିଶେଷ ବିବରଣୀ ଏହିପରି ଉଲ୍ଲେଖ ରହିଛି। ଯେତେବେଳେ ଭୀଷଣ ଘେରାଉ ହୋଇଗଲା ସେତେବେଳେ ବନୁ କୁରେଜା ସମ୍ପ୍ରଦାୟ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିଷ୍ପତ୍ତି କ୍ରମେ ଦୁର୍ଗ ମଧ୍ୟରୁ ତଳକୁ ଓହ୍ଲାଇ ଆସିଲେ। ବନୁ କୁରେଜା ସମ୍ପ୍ରଦାୟର ଘେରାଉ କେତେ ଦିନ ପର୍ଯ୍ୟନ୍ତ ରହିଥିଲା ସେଥି ସଂକ୍ରାନ୍ତରେ ଭିନ୍ନ ମତ ଇତିହାସ ପୃଷ୍ଠାରେ ବର୍ଣ୍ଣିତ ରହିଛି। କେତେକ ବର୍ଣ୍ଣନା ଅନୁଯାୟୀ ତାହା 10 ଦିନ ପର୍ଯ୍ୟନ୍ତ ରହିଥିଲା, ଆଉ କେତେକ ବର୍ଣ୍ଣନା ଅନୁଯାୟୀ 15 ଦିନ, ତ କିଛି ବର୍ଣ୍ଣନାରେ 14 ଦିନ ଉଲ୍ଲେଖ ରହିଛି। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ବିଭିନ୍ନ ଇତିହାସ ପୃଷ୍ଠାରୁ ବିଭିନ୍ନ ଇତିହାସର ବର୍ଣ୍ଣନା ସଂଗ୍ରହ କରି ଏହି ନିଷ୍କର୍ଷ ବାହାର କରିଛନ୍ତି। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ବିଭିନ୍ନ ଇତିହାସର ବର୍ଣ୍ଣନା ସଂଗ୍ରହ କରି ଏହି ନିଷ୍କର୍ଷ ବାହାର କରିଛନ୍ତି ଯେ ଏହି ଘେରାଉର ଅବଧି ପ୍ରାୟ 20 ଦିନ ପର୍ଯ୍ୟନ୍ତ ରହିଥିଲା। ଉକ୍ତ ନିଷ୍ପତ୍ତି ତଥା ରାୟ ହଜରତ ସାଦ ବିନ୍ ମୁଆଜ ରଜିୟତାଲାଙ୍କୁ ବିଚାରକ ରୂପେ ନିଯୁକ୍ତ କରାଯାଇଥିଲା। ଏହି ମାମଲାର ନିଷ୍ପତ୍ତି କରିବା ପାଇଁ ଏହାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ୟହୁଦୀମାନଙ୍କୁ ବନ୍ଦୀ କରିବାର ଆଦେଶ ଦେଇଥିଲେ। ସେତେବେଳେ ସେହି ବନ୍ଦୀମାନଙ୍କୁ ଦଉଡ଼ି ସାହାଯ୍ୟରେ ବାନ୍ଧି ଦିଆଯାଇଥିଲା। ଉକ୍ତ କାର୍ଯ୍ୟର ନିରୀକ୍ଷକ ଓ ତଦାରଖ ହଜରତ ମୁହମ୍ମଦ ବିନ୍ ମୁସଲେମା କରୁଥିଲେ। ସେମାନଙ୍କର ମହିଳା ଓ ଛୋଟ ପିଲାମାନଙ୍କୁ ଦୁର୍ଗ ମଧ୍ୟରୁ ବାହାର କରିଦିଆଯାଇଥିଲା ଓ ସେମାନଙ୍କୁ ମଧ୍ୟ ଗୋଟିଏ ପାର୍ଶ୍ୱରେ କରିଦିଆଯାଇଥିଲା। ସେମାନଙ୍କ ଉପରେ ହଜରତ ଅବଦୁଲ୍ଲା ବିନ୍ ସଲାମ ରଜିୟତାଲାଙ୍କୁ ନିରୀକ୍ଷକ ରୂପେ ନିଯୁକ୍ତ କରାଯାଇଥିଲା, ଅର୍ଥାତ୍ ମହିଳାମାନଙ୍କ ଓ ପିଲାମାନଙ୍କ ଉପରେ। ସେମାନଙ୍କ ଦୁର୍ଗ ମଧ୍ୟରେ ଯାହା କିଛି ରହିଥିଲା, ଉଦାହରଣ ସ୍ୱରୂପ ଅସ୍ତ୍ରଶସ୍ତ୍ର, ଜିନିଷପତ୍ର, ଆସବାବପତ୍ର ଇତ୍ୟାଦି ଏକତ୍ରିତ କରି ଦିଆଯାଇଥିଲା। ତାଙ୍କ ସେଠାରୁ 1500 ଖଡ୍ଗ, 300 ଲୌହ କବଚ, 2000 ବର୍ଚ୍ଛା, 1500 ଚମଡ଼ା ଢାଲ ଓ ଅନେକ ଜିନିଷପତ୍ର ସଂଗ୍ରହ କରାଯାଇଥିଲା। ଅନେକ ବାସନକୁସନ, ମାଠିଆ, ମାଦକ ଦ୍ରବ୍ୟ ଆଦି ମଧ୍ୟ ମିଳିଥିଲା। ସେହି ମଦ ମାଠିଆଗୁଡ଼ିକୁ ଢାଳି ଦିଆଯାଇଥିଲା। ଅନେକ ଓଟ, ଅନେକ ଜୀବମାନେ ମଧ୍ୟ ମିଳିଥିଲେ। ଏହି ସମସ୍ତଙ୍କୁ ଏକତ୍ରିତ କରି ଦିଆଯାଇଥିଲା। ଅସମ୍ପ୍ରଦାୟର ସମ୍ମାନିତ ପ୍ରତିଷ୍ଠିତ ବ୍ୟକ୍ତିମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସେବାରେ ଉପସ୍ଥିତ ହେଲେ ଏବଂ କହିବାକୁ ଲାଗିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ବନୁ କୁରେଜା ସମ୍ପ୍ରଦାୟ ଆମ ସମ୍ପ୍ରଦାୟର ମିତ୍ର। ଶପଥ ଭଙ୍ଗ ଯୋଗୁଁ ଆମ ସମ୍ପ୍ରଦାୟର ମିତ୍ରମାନେ ମଧ୍ୟ ଅନୁତପ୍ତ ଓ ଚିନ୍ତିତ।
ଅତଏବ ସେମାନଙ୍କୁ ଆମ ସକାଶେ ଦୟାପୂର୍ବକ କ୍ଷମା କରିଦିଅନ୍ତୁ। ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଏଥିରେ ନୀରବ ରହିଲେ। ଏପର୍ଯ୍ୟନ୍ତ କି ଅସମ୍ପ୍ରଦାୟର ଜିଦ୍ କରିବାକୁ ଲାଗିଲେ, ଅଡ଼ି ବସିଲେ ଯେ ଆମକୁ କ୍ଷମା କରିଦିଅନ୍ତୁ, ଆମକୁ ଛାଡ଼ି ଦିଅନ୍ତୁ। ପ୍ରତି ଉତ୍ତରରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ହେ ସାହାବାମାନେ, କ'ଣ ତୁମେମାନେ ମୋର ଉକ୍ତ କଥା ଉପରେ ରାଜି ଅଛ ଯେ ସେମାନଙ୍କ ସଂକ୍ରାନ୍ତରେ ନିଷ୍ପତ୍ତି କରିବାରେ ମୁଁ ତୁମମାନଙ୍କ ମଧ୍ୟରୁ ହିଁ କାହାରିକୁ ନିଯୁକ୍ତ କରିଦିଏ? ସେ ସମସ୍ତେ କହିଲେ, ଅବଶ୍ୟ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମେ ଏଥିରେ ରାଜି। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଉକ୍ତ ଦାୟିତ୍ୱ ନିର୍ବାହ କରିବା ନିମନ୍ତେ ସାଦ୍ ବିନ୍ ମୁଆଜ୍ ରାଦିୟଲ୍ଲାହୁ ଦାୟିତ୍ୱ ଦେଲେ। ଉପରୋକ୍ତ ଘଟଣାଟି ଅନ୍ୟ ଏକ ହଦିସରେ ଏହିପରି ଉଲ୍ଲେଖ ରହିଛି ଯେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ହେ ଅସମ୍ପ୍ରଦାୟ, ନ୍ୟାୟ ନିମନ୍ତେ ତୁମେମାନେ ମୋ ସାହାବାମାନଙ୍କ ମଧ୍ୟରୁ ଯାହାକୁ ଚାହୁଁଛ ତାହାକୁ ଚୟନ କରିନିଅ। ପ୍ରତ୍ୟୁତ୍ତରରେ ସେମାନେ ଅର୍ଥାତ୍ ସମ୍ପ୍ରଦାୟର ଲୋକମାନେ ହଜରତ ସାଦ୍ ବିନ୍ ମୁଆଜ୍ ରାଦିୟଲ୍ଲାହୁ ମନୋନୀତ କରିନେଲେ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ସମ୍ମତି ପ୍ରକାଶ କଲେ। ହଜରତ ସାଦ୍ ରାଦିୟଲ୍ଲାହୁ ସମ୍ପ୍ରଦାୟର ଅଧିପତି ଥିଲେ ଏବଂ ବନୁ କୁରେଜା ସମ୍ପ୍ରଦାୟର ମିତ୍ର ମଧ୍ୟ ଥିଲେ। ଏହିପରି ଭାବେ ଅସମ୍ପ୍ରଦାୟର ଲୋକମାନେ କେବଳ ସନ୍ତୁଷ୍ଟ ହୋଇଗଲେ ତାହା ନୁହେଁ, ବରଂ ଆନନ୍ଦିତ ହୋଇ ଉଠିଲେ, ଉତ୍ସବ ମୁଖର ହୋଇ ଉଠିଲେ। ସେମାନଙ୍କର ଏହି ଧାରଣା ଥିଲା ଯେ ବର୍ତ୍ତମାନ ପ୍ରସଙ୍ଗ ଆମ ହାତକୁ ଚାଲି ଆସିଛି ଏବଂ ଆରବର ପ୍ରଥା ଅନୁଯାୟୀ ମିତ୍ରକୁ ସୁରକ୍ଷା ପ୍ରଦାନ କରାଯିବ। କିନ୍ତୁ ବିଧିର ବିଧାନ କିଛି ଭିନ୍ନ ରକମର ଥିଲା। ହଜରତ ସାଦ୍ ରାଦିୟଲ୍ଲାହୁଙ୍କ ପବିତ୍ର ଓ ନୈଷ୍ଠିକ ମନୋବୃତ୍ତି ଈଶ୍ୱର ଓ ତାହାଙ୍କ ବାର୍ତ୍ତାବହଙ୍କୁ ସମସ୍ତ ସମ୍ପର୍କ ଓ ଆତ୍ମୀୟ ସ୍ୱଜନ ଠାରୁ ଅଧିକ ପ୍ରାଧାନ୍ୟ ଦେଉଥିଲା। ହଜରତ ସାଦ୍ ରାଦିୟଲ୍ଲାହୁ ସେତେବେଳେ ମଦିନାର ମସଜିଦରେ ରଫିଦା, ଅସ୍ଲିମିଆ, ସବିବ ମଧ୍ୟରେ ଥିଲେ। ସେ ଆହତମାନଙ୍କର ସେବା ଶୁଶ୍ରୂଷା କରୁଥିଲେ। ମସଜିଦରେ ହିଁ ତାଙ୍କର ଗୋଟିଏ ଶିବିର ରହିଥିଲା। ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ସାଦ୍ ରାଦିୟଲ୍ଲାହୁଙ୍କୁ ଶିବିର ମଧ୍ୟରେ ରଖାଇଥିଲେ, କାରଣ ଚିକିତ୍ସାର ନିରୀକ୍ଷକ ଓ ଆହତମାନଙ୍କୁ ସେବା କରିବା ନିମନ୍ତେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ହଜରତ ସାଦ୍ ବିନ୍ ମୁଆଜ୍ ରାଦିୟଲ୍ଲାହୁଙ୍କ ଉପରେ ଯେତେବେଳେ ଉକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ, ସେତେବେଳେ ଅସମ୍ପ୍ରଦାୟ ହଜରତ ସାଦ୍ ବିନ୍ ମୁଆଜ୍ ରାଦିୟଲ୍ଲାହୁଙ୍କ ନିକଟକୁ ଗଲେ ଓ ତାଙ୍କୁ ଏକ ଗଧ ଉପରେ ଆରୋହଣ କଲେ। ସେହି ଗଧର ପଲାଣ ଖଜୁରୀରେ ତିଆରି ହୋଇଥିଲା। ପଲାଣ ଉପରେ ଏକ ଗଦା ମଧ୍ୟ ବିଛାଯାଇଥିଲା, ଯାହା ଉପରେ ତାଙ୍କୁ ସେ ଆରୋହଣ କରିଥିଲେ। ସେହି ଗଧର ଲଗାମ ମଧ୍ୟ ଖଜୁରୀର ତନ୍ତୁ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ହଜରତ ସାଦ୍ ରାଦିୟଲ୍ଲାହୁ ଜଣେ ପୃଥୁଳକାୟ ବ୍ୟକ୍ତି ଥିଲେ। ଲୋକମାନେ ହଜରତ ସାଦ୍ ରାଦିୟଲ୍ଲାହୁଙ୍କ ଆଖପାଖରେ ଏକତ୍ରିତ ହୋଇଗଲେ ଏବଂ କହିବାକୁ ଲାଗିଲେ, ହେ ଆବୁ ଉମର, ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଅସମ୍ପ୍ରଦାୟର ନିଷ୍ପତ୍ତି ନିମନ୍ତେ ତୁମକୁ ଦାୟିତ୍ୱଭାର ଦେଇଛନ୍ତି। ଏବେ ଆପଣ ଆମ ସହିତ ଓ ୟହୁଦୀ ଅସମ୍ପ୍ରଦାୟ ପ୍ରତି ସଦାଚରଣ କରିବେ। ଅତଏବ ଆପଣ ଏମାନଙ୍କ ଉପରେ ଉପକାର କରନ୍ତୁ। କିନ୍ତୁ ସେତିକି ବେଳେ ଅନେକ ଲୋକମାନେ ଏକତ୍ରିତ ହୋଇଗଲେ, କିନ୍ତୁ ହଜରତ ସାଦ୍ ରାଦିୟଲ୍ଲାହୁ ନୀରବ ରହିଲେ। ଲୋକମାନଙ୍କର ଅଧିକ ଜିଦି ଓ ଅଡ଼ି ବସିବା ଯୋଗୁଁ ସେତେବେଳେ ହଜରତ ସାଦ୍ ରାଦିୟଲ୍ଲାହୁ କହିଲେ, ବର୍ତ୍ତମାନ ସମୟ ଆସିଯାଇଛି ଯେ ମୁଁ ଆଲ୍ଲାହ ତାଆଲାଙ୍କ ସଂକ୍ରାନ୍ତରେ କୌଣସି ନିନ୍ଦୁକ ବ୍ୟକ୍ତିର ଅପନିନ୍ଦାକୁ ଭ୍ରୂକ୍ଷେପ କରିବି ନାହିଁ। ହଜରତ ସାଦ୍ ରାଦିୟଲ୍ଲାହୁ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ନିକଟକୁ ଆସିଲେ ଏବଂ ଲୋକମାନେ ମଧ୍ୟ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ନିକଟରେ ବସିଲେ। ହଜରତ ସାଦ୍ ବିନ୍ ମୁଆଜ୍ ରାଦିୟଲ୍ଲାହୁ ସେହି ମସଜିଦ ନିକଟବର୍ତ୍ତୀ ହେଲେ ଯହିଁରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଉପସ୍ଥିତ ଥିଲେ। ସେହି ମସଜିଦକୁ ବନୁ କୁରେଜା ସମ୍ପ୍ରଦାୟର ଘେରାଉ ସମୟରେ ନମାଜ ପାଠ କରିବା ନିମନ୍ତେ ନିର୍ମାଣ କରାଯାଇଥିଲା। ସେତେବେଳେ ସେମାନଙ୍କୁ ଦେଖି ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ହେ ଲୋକମାନେ, ତୁମେମାନେ ନିଜର ଅଧିପତିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଛିଡ଼ା ହୋଇଯାଅ। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ଆପଣ ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ହେ ଲୋକମାନେ, ତୁମେମାନେ ନିଜର ଏହି ସର୍ବୋତ୍କୃଷ୍ଟ ବ୍ୟକ୍ତିଙ୍କ ନିମନ୍ତେ ସମ୍ମାନ ପୂର୍ବକ ଛିଡ଼ା ହୋଇଯାଅ। ହଜରତ ଅବଦୁଲ୍ଲା ଅସହଲି ଲୋକମାନଙ୍କୁ କହିଲେ,
आमेମାନେ ହଜରତ ସାଦ ରଦିୟଲ୍ଲାହୁଙ୍କ ନିମନ୍ତେ ଦୁଇଟି ଧାଡ଼ି କରି ଛିଡ଼ା ହେଲୁ। ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଅର୍ଥାତ୍ ହଜରତ ସାଦ ରଦିୟଲ୍ଲାହୁଙ୍କୁ ସ୍ୱାଗତ ଜଣାଇଲେ, ଏପରିକି ସେ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ସାଦ, ତୁମେମାନେ ସେମାନଙ୍କ ମଧ୍ୟରେ ନିଷ୍ପତ୍ତି କର। ହଜରତ ସାଦ ରଦିୟଲ୍ଲାହୁ କହିଲେ, ଆଲ୍ଲାହ ଓ ତାହାଙ୍କ ବାର୍ତ୍ତାବହ ନ୍ୟାୟ ପ୍ରଦାନ କରିବାରେ ମୋ ଅପେକ୍ଷା ସର୍ବାଧିକ ଯୋଗ୍ୟ ଶ୍ରେୟସ୍କର। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ନିଃସନ୍ଦେହ ରୂପେ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହ ତୁମକୁ ଆଦେଶ ଦେଇଛନ୍ତି ଯେ ତୁମେ ଏହା ସମ୍ପାଦନ କର। ଅସମ୍ପ୍ରଦାୟର ଲୋକମାନେ କହିବାକୁ ଲାଗିଲେ, ହେ ଆବୁ ଆମ୍ର, ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଆପଣଙ୍କ ମିତ୍ରମାନଙ୍କ ନିଷ୍ପତ୍ତି ନିମନ୍ତେ ଆପଣଙ୍କୁ ନ୍ୟସ୍ତ କରିଛନ୍ତି, ତେଣୁ ଆପଣ ସେମାନଙ୍କ ପ୍ରତି ସଦୟ ବ୍ୟବହାର କର, ତାଙ୍କ ଦୁଃଖ ଦୁର୍ଦ୍ଦଶାକୁ ନିଜ ସମ୍ମୁଖରେ ରଖ। ହଜରତ ସାଦ ରଦିୟଲ୍ଲାହୁ କହିଲେ, ହେ ଅସମ୍ପ୍ରଦାୟ, ତୁମେ ବନୁ କୁରୈଜା ସମ୍ପ୍ରଦାୟ ସଂକ୍ରାନ୍ତରେ ମୋର ନିଷ୍ପତ୍ତି ସମ୍ପର୍କରେ ସମ୍ମତି ପ୍ରକାଶ କରିବ କି? ସେମାନେ କହିଲେ, ଆଜ୍ଞା ହଁ, ଆମେମାନେ ବର୍ତ୍ତମାନ ଏହି ମୁହୂର୍ତ୍ତରେ ଆପଣଙ୍କ ନିଷ୍ପତ୍ତି ଉପରେ ସମ୍ମତି ପ୍ରକାଶ କରୁଛୁ। ଆପଣ ଯାହା ନିର୍ଣ୍ଣୟ କରିବେ ଆମେ ସେଥିରେ ରାଜି। ଅପରପକ୍ଷେ ଆପଣ ଯେତେବେଳେ ଉପସ୍ଥିତ ନଥିଲେ, ଅର୍ଥାତ୍ ଯେତେବେଳେ ଆପଣ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ଉପସ୍ଥିତ ନଥିଲେ, ସେତେବେଳେ ମଧ୍ୟ ଆମେ ଆପଣଙ୍କ ନାମ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ମନୋନୀତ କରିଥିଲୁ ଯେ ଆପଣ ହିଁ ଆମର ନିଷ୍ପତ୍ତି କରିବେ, ଅର୍ଥାତ୍ ବନୁ କୁରୈଜା ସମ୍ପ୍ରଦାୟର ନିଷ୍ପତ୍ତି। ଆଜିର ଦିନରେ ଆମେ ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ବସିଛୁ। ହଜରତ ସାଦ କହିଲେ, ମୁଁ ପୁଣ୍ୟ ଉଦ୍ୟମ କରିବି। ଅତଃ ଲୋକମାନେ ପଚାରିଲେ, ହେ ସାଦ, ଆପଣ ଯେଉଁ କଥା କହିଲେ ଯେ ମୁଁ ପୂର୍ଣ୍ଣ ଚେଷ୍ଟା କରିବି, ତାହାର ଯଥାର୍ଥ କ'ଣ? ହଜରତ ସାଦ କହିଲେ, ତୁମମାନଙ୍କୁ ଆଲ୍ଲାହ ତାଆଲାଙ୍କ ଶପଥ ଦେଇ କହୁଛି ଯେ କ'ଣ ମୋର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ, ଅର୍ଥାତ୍ ଅଙ୍ଗୀକାରକୁ ଦୃଢ଼ୀଭୂତ କରିବା ନିମନ୍ତେ ସେମାନଙ୍କୁ ହଜରତ ସାଦ ପୁନଃ କହିଲେ। ଅସମ୍ପ୍ରଦାୟର ଲୋକମାନେ କହିଲେ, ଅବଶ୍ୟ ଆପଣଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ। ପୁନଶ୍ଚ ହଜରତ ସାଦ ରଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ଆଡ଼କୁ ଚାହିଁଲେ। ହଜରତ ସାଦ ରଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ପ୍ରତାପ ଓ ମର୍ଯ୍ୟାଦା ଯୋଗୁଁ ହୁଜୁର ସଲ୍ଲଲ୍ଲାହୁଙ୍କୁ ସମ୍ବୋଧନ କଲେ ନାହିଁ ଓ ଆପଣ ରଦିୟଲ୍ଲାହୁ ଅର୍ଥାତ୍ ହଜରତ ସାଦ ରଦିୟଲ୍ଲାହୁ କହିଲେ କି, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଏଠାରେ ବସିଥିବା ଲୋକମାନେ ମଧ୍ୟ ଏହି ଅଙ୍ଗୀକାର କରୁଛନ୍ତି, ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କୁ ଇଙ୍ଗିତ କଲେ। ହୁଜୁର ସଲ୍ଲଲ୍ଲାହୁ ଓ ସେହି ଲୋକମାନେ କହିଲେ, ଆଜ୍ଞା ହଁ। ପୁନଶ୍ଚ ହଜରତ ସାଦ କହିଲେ, ମୁଁ ସେମାନଙ୍କ ସମ୍ପର୍କରେ ଏହି ନିର୍ଣ୍ଣୟ କରୁଛି ଯେ ସେମାନଙ୍କର ବୟୋଜ୍ୟେଷ୍ଠ ପୁରୁଷମାନଙ୍କୁ ବଧ କରି ଦିଆଯାଉ ଓ ମହିଳାମାନଙ୍କୁ ତଥା ସନ୍ତାନମାନଙ୍କୁ ବନ୍ଦୀ କରି ନିଆଯାଉ ତଥା ଧନରତ୍ନ ସବୁ ମୁସଲମାନମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ। ଘରଗୁଡ଼ିକୁ ଅନସାରମାନଙ୍କୁ ନ ଦେଇ ପ୍ରବାସକାରୀମାନଙ୍କୁ ପ୍ରଦାନ କରି ଦିଆଯାଉ। ଅନସାରମାନେ କହିଲେ, ଆମେମାନେ ସେମାନଙ୍କ ଅର୍ଥାତ୍ ପ୍ରବାସକାରୀମାନଙ୍କର ଭାଇ, ସେମାନଙ୍କ ସହିତ ଆମେ ଥିଲୁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ସାଦ, ତୁମର ନିର୍ଣ୍ଣୟ ଆଲ୍ଲାହ ତାଆଲାଙ୍କ ନିର୍ଣ୍ଣୟ ଅନୁଯାୟୀ, ଅର୍ଥାତ୍ ଯେଉଁ ନିଷ୍ପତ୍ତି ତମେ ଦେଇଛ ଆକାଶ ଲୋକରେ ମଧ୍ୟ ତାହା ହିଁ ନିର୍ଣ୍ଣୟ ହୋଇଛି। ସେହିପରି ଏକ ବର୍ଣ୍ଣନାରେ ଏହା ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ସାଦ ରଦିୟଲ୍ଲାହୁଙ୍କ ନିର୍ଣ୍ଣୟ ସଂକ୍ରାନ୍ତରେ କହିଲେ, ଏହି ନିର୍ଣ୍ଣୟ ଦେବଦୂତମାନେ କରିସାରିଛନ୍ତି, ଅର୍ଥାତ୍ ଯଥା ପୂର୍ବରୁ ମୋତେ ଜଣାଇ ସାରିଛନ୍ତି। ହଜରତ ମିର୍ଜା ବଶୀର ଅହମଦ ସାହେବ ରଦିୟଲ୍ଲାହୁ ଉପରୋକ୍ତ ଘଟଣାର ବିବରଣୀ ଏପରି ଉଲ୍ଲେଖ କରିଛନ୍ତି ଯେ ପରିଶେଷରେ ପ୍ରାୟ 20 ଦିନର ଘେରାଉ ପରେ ଏହି ହତଭାଗ୍ୟ ୟହୁଦୀମାନେ ଜନୈକ ବ୍ୟକ୍ତିଙ୍କୁ ନିଷ୍ପତ୍ତିକାରୀ ରୂପେ ସ୍ୱୀକାର କରି ଦୁର୍ଗ ମଧ୍ୟରୁ ତଳକୁ ଓହ୍ଲାଇ ଆସିଥିଲେ। ଏହି ୟହୁଦୀମାନେ ଯେଉଁମାନଙ୍କର ମିତ୍ର ସେମାନଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭଲ ପାଉନଥିଲା ଏବଂ ଏହି ୟହୁଦୀ ମିତ୍ରଙ୍କ ମନରେ ୟହୁଦୀଙ୍କ ପ୍ରତି କୌଣସି ଦୟା କ୍ଷମା ନଥିଲା, ଯେ କି ନ୍ୟାୟର ପ୍ରତିମୂର୍ତ୍ତି ଥିଲେ, କିନ୍ତୁ ଏହି ମିତ୍ରର ମନରେ ରହମତୁଲ୍ଲିଲ ଆଲମୀନଙ୍କ ପରି ଦୟା ଓ କ୍ଷମାଭାବ ନଥିଲା। ଏହି ସମସ୍ତ ଘଟଣାର ବୃତ୍ତାନ୍ତର ସାରାଂଶ ଏହିକି ଯେ ଅସମ୍ପ୍ରଦାୟର ବନୁ କୁରୈଜା ସହିତ ପୁରାତନ ସମ୍ପର୍କ ରହିଥିଲା, ମିତ୍ରତା ରହିଥିଲା ଓ
ଅସମ୍ପ୍ରଦାୟର ଅଧିପତି ହଜରତ ସାଦ ବିନ୍ ମୁଆଜ ଥିଲେ। ସେ ଖନ୍ଦକ ଯୁଦ୍ଧରେ ଆହତ ହୋଇ ବର୍ତ୍ତମାନ ମସଜିଦର ପ୍ରାଙ୍ଗଣରେ ଚିକିତ୍ସିତ ହେଉଥିଲେ। ହଜରତ ସାଦ ରଜତାଲା ଆରୋହଣ ହୋଇ ଆସିଲେ ଓ ବାଟରେ ଅସମ୍ପ୍ରଦାୟର ଲୋକମାନେ ତାଙ୍କୁ ଘେରିନେଲେ ଓ ଜିଦ୍ କରି ଅନୁରୋଧ କଲେ ଯେ ହେ ସାଦ, ଯେପରି ଖଜରତ ସମ୍ପ୍ରଦାୟ ବନୁ କେନକା ସମ୍ପ୍ରଦାୟର ମିତ୍ର, ଠିକ୍ ସେହିପରି ବନୁ କୁରେଜା ସମ୍ପ୍ରଦାୟ ମଧ୍ୟ ଆମର ମିତ୍ର। ତେଣୁ ତାଙ୍କ ସହିତ ନମ୍ର ଆଚରଣ କରିବେ, ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବେ ନାହିଁ। ହଜରତ ସାଦ ବିନ୍ ମୁଆଜ ରଜିୟତାଲ୍ଲାହ ନୀରବତା ପୂର୍ବକ ସେମାନଙ୍କ କଥା ଶୁଣିଲେ, କିନ୍ତୁ ସେମାନଙ୍କ ପକ୍ଷରୁ ଯେତେବେଳେ ଅଧିକ ଜିଦଖୋର ପ୍ରବୃତ୍ତି ପ୍ରଦର୍ଶନ ହେଲା, ସେତେବେଳେ ସାଦ ରଜିୟତାଲ୍ଲାହ କହିଲେ, ଏହା ହେଉଛି ସେହି ସମୟ ଯେ ସାଦ ଯେତେବେଳେ ସତ୍ୟ ଓ ନ୍ୟାୟ ପ୍ରସଙ୍ଗରେ କୌଣସି ନିନ୍ଦୁକ ବ୍ୟକ୍ତିର ନିନ୍ଦାକୁ ଭ୍ରୂକ୍ଷେପ କରିପାରିବ ନାହିଁ। ଏହି ଉତ୍ତର ଶୁଣି ସେମାନେ ନୀରବ ଓ ଆବାକ୍ ହୋଇଗଲେ। ହଜରତ ସାଦ ରଜିୟତାଲ୍ଲାହ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ପହଞ୍ଚିଲେ, ସେତେବେଳେ ଆପଣ ସଲ୍ଲଲ୍ଲାହୁ ସାହାବାମାନଙ୍କୁ କହିଲେ, କୁମୁ ଇଲା ସୟ୍ୟଦିକୁମ୍, ଅର୍ଥାତ୍ ତୁମେ ନିଜର ଅଧିପତିଙ୍କ ନିମନ୍ତେ ଛିଡ଼ା ହୋଇଯାଅ। ହଜରତ ସାଦ ରଜିୟତାଲ୍ଲାହ ଯେତେବେଳେ ବାହନରୁ ତଳକୁ ଓହ୍ଲାଇଲେ, ହୁଜୁର ସଲ୍ଲଲ୍ଲାହୁଙ୍କ ଆଡ଼କୁ ଅଗ୍ରସର ହେଲେ, ସେତେବେଳେ ଆପଣ ସଲ୍ଲଲ୍ଲାହୁ ଆଲାଇହି ወሰଲ୍ଲମ ତାଙ୍କୁ ସମ୍ବୋଧିତ କରି କହିଲେ, ହେ ସାଦ, ବନୁ କୁରେଜା ସମ୍ପ୍ରଦାୟ ତୁମକୁ ନିଜର ନିଷ୍ପତ୍ତିକାରୀ ମନୋନୀତ କରିଛନ୍ତି, ତେଣୁ ତେମେ ତାଙ୍କ ମାମଲାରେ ନିଷ୍ପତ୍ତି କର। ପ୍ରତି ଉତ୍ତରରେ ହଜରତ ସାଦ ରଜିୟତାଲ୍ଲାହ ନିଜର ଅସମ୍ପ୍ରଦାୟର ଲୋକମାନଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ ଏବଂ କହିଲେ, ଆଲୈକୁମ୍ ବିଜାଲିକା ଆହଦୁଲ୍ଲାହି ୱ ମିସାକୁହୁ ଇନ୍ନାଲ ହୁକ୍ମା ଫିହିମ୍ ବିମା ହକମତୁ, ଅର୍ଥାତ୍ କ'ଣ ତୁମେମାନେ ଈଶ୍ୱରଙ୍କୁ ବିଦ୍ୟମାନ ଓ ସର୍ବବ୍ୟାପୀ ମନେକରି ଏହା ପ୍ରତିଜ୍ଞା କରୁଛ ଯେ ଯାହା ହେଉନା କାହିଁକି ମୁଁ ବନୁ କୁରେଜା ସମ୍ପ୍ରଦାୟ ସମ୍ପର୍କରେ ଯେଉଁ ନିଷ୍ପତ୍ତି ନେବି ତାହା ତୁମେମାନେ ଗ୍ରହଣ କରିବ ଓ ତାର କାର୍ଯ୍ୟାନୁସରଣ କରିବାକୁ ପ୍ରତିବଦ୍ଧ ହେବ। ପୁନଶ୍ଚ ଏତତ୍ପରେ ହଜରତ ସାଦ ରଜିୟତାଲ୍ଲାହ ସେହି ଦିଗ ଆଡ଼କୁ ଇଙ୍ଗିତ କରି କହିଲେ ଯେଉଁଠି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବିରାଜମାନ ଥିଲେ, ୱାଲା ମନ୍ ହାହୁନା, ଅର୍ଥାତ୍ ସେହି ମାନ୍ୟବର ଅସ୍ତିତ୍ୱ ଯିଏ ଏଠାରେ ବିରାଜମାନ ଅଛନ୍ତି, କ'ଣ ସେ ମଧ୍ୟ ଉକ୍ତ କଥାର ଅଙ୍ଗୀକାର କରୁଛନ୍ତି ଯେ ମୁଁ ଯେଉଁ ନିଷ୍ପତ୍ତି ଦେବି, ରାୟ ଶୁଣାଇବି, ତାହାକୁ ସେ ସ୍ୱୀକାର କରିବେ? ସେ ଯାହା ହେଉ, ସେମାନେ ମୋର ନିର୍ଣ୍ଣୟ ଅନୁଯାୟୀ ଆଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ବାଧ୍ୟ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ମୁଁ ଏହି ଅଙ୍ଗୀକାର କରୁଛି ଯେ ମୁଁ ସମସ୍ତ ନିଷ୍ପତ୍ତିକୁ ସ୍ୱୀକାର କରିବି ଯାହା ତୁମେ ଦେବ। ଉକ୍ତ ଅଙ୍ଗୀକାର ନେବା ପରେ ହଜରତ ସାଦ ନିଜର ରାୟ ଶୁଣାଇଲେ। ସେହି ନିର୍ଣ୍ଣୟ ଏହିପରି ଥିଲା ଯେ ବନୁ କୁରେଜା ସମ୍ପ୍ରଦାୟର ମହିଳାମାନଙ୍କୁ ଓ ପିଲାମାନଙ୍କୁ ବନ୍ଦୀ କରି ନିଆଯାଉ ଓ ତାଙ୍କ ଧନ ସମ୍ପତ୍ତିକୁ ମୁସଲମାନମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ଏହି ନିର୍ଣ୍ଣୟ ଶୁଣିଲେ, ସେତେବେଳେ ସହସା କହିଲେ, ଲକଦ ହକମତୁ ବିହୁକ୍ମିଲ୍ଲାହ, ଅର୍ଥାତ୍ ତୁମର ଏହି ନିଷ୍ପତ୍ତି ବିଧିର ବିଧାନ ଅଟେ। ଏହି ଭାଗ୍ୟ ଅପସାରିତ ହୋଇପାରିବ ନାହିଁ। ଉପରୋକ୍ତ ଶବ୍ଦରୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लମଙ୍କ କହିବାର ତାତ୍ପର୍ଯ୍ୟ ଏହା ଥିଲା ଯେ ବନୁ କୁରେଜା ସମ୍ପ୍ରଦାୟ ଏହି ରାୟ ଏଭଳି ପରିସ୍ଥିତିରେ ଶୁଣାଯାଇଛି ଯେ ତହିଁରେ ସ୍ପଷ୍ଟ ରୂପେ ଐଶୀ ହସ୍ତ ବିଦ୍ୟମାନ ରହିଛି। ଏଥିପାଇଁ ଦୟାର ଯେଉଁ ଭାବାବେଗ ରହିଛି ତାହା ଅଟକି ରହିପାରିଲା ନାହିଁ। ପ୍ରକୃତରେ ଉକ୍ତ ଭାବାବେଗଟି ସଠିକ ଓ ଯୁକ୍ତିଯୁକ୍ତ ଥିଲା। ବନୁ କୁରେଜା ସମ୍ପ୍ରଦାୟ ପରାମର୍ଶ ନିମନ୍ତେ ଅବୁ ଲବାବାଙ୍କୁ ଡାକିଲା ଏବଂ ଅବୁ ଲବାବାର ପାଟିରୁ ଏପରି ଉକ୍ତି ବାହାରିଯିବା ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ଥିଲା। ପୁନଶ୍ଚ ବନୁ କୁରେଜା ସମ୍ପ୍ରଦାୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଆଦେଶକୁ ଅସ୍ୱୀକାର କରିବା ଏହି ଧାରଣା ଯୋଗୁଁ ଥିଲା ଯେ ଅସମ୍ପ୍ରଦାୟର ଲୋକମାନେ ଆମମାନଙ୍କର ମିତ୍ର, ସେମାନେ ଆମ ପ୍ରତି ଦୟା ଓ କ୍ଷମାମୂଳକ ଆଚରଣ ପ୍ରଦର୍ଶନ କରିବେ। ସେମାନେ ହଜରତ ସାଦ ରଜିୟତାଲ୍ଲାହଙ୍କୁ ନିଜ ଅଧିପତି ରୂପେ ନିଯୁକ୍ତ କରିଥିଲେ, ବିଚାରକ ରୂପେ ନିଯୁକ୍ତ କରିଥିଲେ। ପୁନଶ୍ଚ ଏତତ୍ପରେ ସତ୍ୟ ଓ ନ୍ୟାୟ ମାର୍ଗରେ ହଜରତ ସାଦ ଏଭଳି
ନିଷ୍ପତ୍ତି ଦେଲେ, ଯାହାକି ଜାତି, ଭାଇ, ବନ୍ଧୁ, କୁଟୁମ୍ବ ଆଦି ସମସ୍ତ ସମ୍ପର୍କରୁ ବହୁ ଊର୍ଦ୍ଧ୍ୱରେ ରହିଥିଲା। ପରିଶେଷରେ ହଜରତ ସାଦ ରଦିୟଲ୍ଲାହୁ ଆନ୍ହୁ ନିଜର ନିର୍ଣ୍ଣୟ ଦେବା ପରେ ଘୋଷଣା କରିବା ପୂର୍ବରୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ଠାରୁ ଶପଥ ନେଲେ ଯେ ସେ ଯାହା ହେଉନା କାହିଁକି ଉକ୍ତ ନିର୍ଣ୍ଣୟ ମୁତାବକ କାର୍ଯ୍ୟକାରୀ କରାଯିବ। ନିଃସନ୍ଦେହରେ ଏହାର ଅତଳ ଗହରରେ ଐଶୀ ବିଧାନ କାର୍ଯ୍ୟ କରୁଥିଲା। ସୁତରାଂ ଉକ୍ତ ନିଷ୍ପତ୍ତି ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଥିଲା, ନା କି ହଜରତ ସାଦ ରଦିୟଲ୍ଲାହୁଙ୍କର। ହଜରତ ସାଦ ବିନ୍ ମୁଆଜ ରଦିୟଲ୍ଲାହୁଙ୍କର ନିଷ୍ପତ୍ତି ପ୍ରଣୟନ କରିବା ସଂକ୍ରାନ୍ତରେ ଅତିରିକ୍ତ ବର୍ଣ୍ଣନା ଏପରି ଉଲ୍ଲେଖ ରହିଛି ଯେ ହଜରତ ସାଦ ରଦିୟଲ୍ଲାହୁ ଯେତେବେଳେ ଏହି ନିଷ୍ପତ୍ତି ଦେଲେ ସେତେବେଳେ ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ 9 ଜୁଲ୍‌ହଜ୍ଜା ଅର୍ଥାତ୍ ଗୁରୁବାର ଦିନ ମଦିନା ଫେରିଆସିଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ 5 ଜୁଲ୍‌ହଜ୍ଜାରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ମଦିନା ଫେରିଆସିଥିଲେ। ଇବ୍ନେ ସାଦ ଉଲ୍ଲେଖ କରନ୍ତି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ 7 ଜୁଲ୍‌ହଜ୍ଜା ଅର୍ଥାତ୍ ଗୁରୁବାର ଦିନ ମଦିନାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମ ସେହି ବନ୍ଦୀମାନଙ୍କ ସଂକ୍ରାନ୍ତରେ ଆଦେଶ ଦେଲେ ଯେ ସେହି ବନ୍ଦୀମାନଙ୍କୁ ମୋ ସମ୍ମୁଖକୁ ଅଣାଯାଉ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ଆଦେଶ କ୍ରମେ ବନ୍ଦୀମାନଙ୍କୁ ଅର୍ଥାତ୍ ହଜରତ ଉସାମା ବିନ୍ ଜୈଦ ରଦିୟଲ୍ଲାହୁଙ୍କୁ ଘରକୁ ଅଣାଗଲା ଓ ମହିଳା ଓ ପିଲାମାନଙ୍କୁ ରମଲା ବିନ୍ତେ ହାରିସ୍ ରଦିୟଲ୍ଲାହୁଙ୍କ ଘରକୁ ଅଣାଗଲା। ସେହିପରି ଏହା ମଧ୍ୟ କୁହାଯାଏ ଯେ ଏହି ସମସ୍ତ ବନ୍ଦୀମାନଙ୍କୁ ହଜରତ ରମଲା ବିନ୍ତେ ହାରିସ୍ ରଦିୟଲ୍ଲାହୁଙ୍କ ଘରେ ବନ୍ଦୀ କରାଇ ଦିଆଯାଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମ ଯେତେବେଳେ ସେହି ବନ୍ଦୀମାନଙ୍କ ନିମନ୍ତେ ଖଜୁରୀ କୋଳି ଆଣିବା ପାଇଁ ଆଦେଶ ଦେଲେ ସେତେବେଳେ ସମସ୍ତ ଭୂମିକୁ କୋଳି ଦ୍ୱାରା ବିଚ୍ଛୁରିତ ଅର୍ଥାତ୍ ଭରି ଦିଆଯାଇଥିଲା। ଲୋକମାନେ ଅସଂଖ୍ୟ ଖଜୁରୀ କୋଳି ନେଇ ଆସିଥିଲେ। ୟହୁଦୀମାନେ ସେହି ଖଜୁରୀ କୋଳି ଅହୋରାତ୍ର ସେବନ କଲେ। ଅସ୍ତ୍ରଶସ୍ତ୍ର, ଜିନିଷପତ୍ର ଇତ୍ୟାଦି ରମଲାଙ୍କ ଘରେ ରଖିବା ପାଇଁ ଆଦେଶ ଦିଆଯାଇଥିଲା ଓ ଓଟ ଓ ଛେଳିମାନଙ୍କୁ ସେହିଠାରେ ହିଁ ଚରିବା ପାଇଁ ଛାଡ଼ି ଦିଆଯାଇଥିଲା। ହଜରତ ମିର୍ଜା ବଶୀର ଅହମଦ ସାହେବ କୁହନ୍ତି, ଏପରି ପ୍ରତୀତ ହେଉଛି ଯେପରି ବନୁ କୁରେଜା ସମ୍ପ୍ରଦାୟର ଶପଥ ଭଙ୍ଗ, ବିଶ୍ୱାସଘାତକତା, ବିଦ୍ରୋହ, ଉପଦ୍ରବ ଓ ହତ୍ୟାର ବିଭୀଷିକା ଯୋଗୁଁ ଐଶୀ ନ୍ୟାୟାଳୟରୁ ଏହି ଆଦେଶ ଜାରି ହୋଇଥିଲା ଯେ ସେହି ୟହୁଦୀ ଯୋଦ୍ଧାମାନଙ୍କୁ ସଂହାର କରାଯାଉ। ସୁତରାଂ ପ୍ରାରମ୍ଭରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ଉକ୍ତ ଯୁଦ୍ଧ ସଂକ୍ରାନ୍ତରେ ଅଦୃଶ୍ୟରୁ ଏହା ପ୍ରକାଶ କରାଯାଇଥିଲା, ଯାହାକି ଐଶୀ ବିଧାନ ଥିଲା। କିନ୍ତୁ ଈଶ୍ୱରଙ୍କୁ ଏହା ସ୍ୱୀକାର ନଥିଲା ଯେ ତାହାଙ୍କ ବାର୍ତ୍ତାବହଙ୍କ ମାଧ୍ୟମରେ ଏହି ଆଦେଶ ପ୍ରଣୟନ କରାଯାଉ। ଅତଃ ଈଶ୍ୱର ଅତ୍ୟନ୍ତ ସୂକ୍ଷ୍ମାତିସୂକ୍ଷ୍ମ ଶକ୍ତି ମାଧ୍ୟମରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ସମ୍ପୂର୍ଣ୍ଣ ରୂପେ ଏହି ପ୍ରସଙ୍ଗକୁ ପୃଥକ ରଖିଲେ। ଆଲ୍ଲାହ ତାଆଲା ହଜରତ ସାଦ ବିନ୍ ମୁଆଜ ରଦିୟଲ୍ଲାହୁଙ୍କ ମାଧ୍ୟମରେ ଏହି ନିର୍ଣ୍ଣୟର ଘୋଷଣା କଲେ। ଆଲ୍ଲାହ ତାଆଲା ନିର୍ଣ୍ଣୟ ମଧ୍ୟ ଏପରି ଢଙ୍ଗରେ ବାସ୍ତବରେ ପରିଣତ ହେଲା ଯେ ବର୍ତ୍ତମାନ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଉକ୍ତ ପ୍ରସଙ୍ଗରେ ଆଦୌ ହସ୍ତକ୍ଷେପ ହିଁ କରିନଥିଲେ, କାରଣ ଆପଣ ଅଙ୍ଗୀକାର କରିସାରିଥିଲେ ଯେ ପ୍ରତ୍ୟେକ ପରିସ୍ଥିତିରେ ହଜରତ ସାଦ ରଦିୟଲ୍ଲାହୁ ଯାହା ନିଷ୍ପତ୍ତି ଦେବେ ତାହା ହିଁ ପ୍ରଣୟନ କରାଯିବ, କାର୍ଯ୍ୟକାରୀ କରାଯିବ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ଉପରେ ଏହି ଆପତ୍ତି କରାଯାଇଥାଏ ଯେ ଆପଣ ବନୁ କୁରେଜା ସମ୍ପ୍ରଦାୟ ଉପରେ ବଡ଼ ଅତ୍ୟାଚାର କରିଛନ୍ତି। ଏହି ଆପତ୍ତି ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ, କାରଣ ଯେତେବେଳେ ଏହି ନିର୍ଣ୍ଣୟ ହଜରତ ସାଦ କରିଥିଲେ ଓ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କର ଏଥିରେ କୌଣସି ହସ୍ତକ୍ଷେପ ହିଁ ନଥିଲା, ସେତେବେଳେ ଏଭଳି ଆପତ୍ତି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସମ୍ବନ୍ଧରେ କରିବା ସମ୍ପୂର୍ଣ୍ଣ ରୂପେ ନିରର୍ଥକ, ଭିତ୍ତିହୀନ। ସେ ଯାହା ହେଉନା କାହିଁକି ପୁନଶ୍ଚ ଉକ୍ତ ନିର୍ଣ୍ଣୟର ପ୍ରଭାବ କେବଳ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ଉପରେ ପଡ଼େ ନାହିଁ, ବରଂ ସମଗ୍ର ମୁସଲମାନମାନଙ୍କ ଉପରେ ପଡ଼ିଥାଏ। ଅତଃ ଆପଣ ଏହି ନିର୍ଣ୍ଣୟକୁ ନିଜର ଅଧିକାର ବୋଲି ମନେ କରୁନଥିଲେ। ଏହା ଏକ ଐଶୀ ଲୀଳା ଓ ଚମତ୍କାର ଥିଲା, ଯାହାକି ପ୍ରଭୁ ଏଥିରୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ପୃଥକ ରଖିଥିଲେ ଓ ହଜରତ ସାଦଙ୍କ ଦ୍ୱାରା ଏହାର ନିଷ୍ପତ୍ତି କରାଇଥିଲେ। ଯେପରିକି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ତୁଣ୍ଡରୁ ସହସା ଏହି ଶବ୍ଦ ବାହାରି ପଡ଼ିଲା ଯେ କଦ୍ ହକମ୍ତା ବିହୁକ୍ମିଲ୍ଲାହ, ଅର୍ଥାତ୍
ଏହି ନିଷ୍ପତ୍ତି ଅସଲରେ ବାସ୍ତବରେ ଅଲ୍ଲାହଙ୍କର ନିଷ୍ପତ୍ତି, ବିଧିର ବିଧାନ। ତଥାପି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ହୃଦୟ ଏହି ଧାରଣା ସମ୍ପର୍କରେ ଭାବି ବ୍ୟଥିତ ହେଉଥିଲା ଏବଂ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଉତ୍କଣ୍ଠିତ ମନରେ ଏହା ପ୍ରକାଶ କରିଥିଲେ, ଲୌ ଆମନା ବି ଅଶରତୁନ୍ ମିନଲ ୟହୁଦି ୱଲା ମନତ ୱଲା ଆମନତ ବିଲ୍ ୟହୁଦ, ଅର୍ଥାତ୍ ୟହୁଦୀମାନଙ୍କ ମଧ୍ୟରୁ ଯଦି 10 ଜଣ ପ୍ରଭାବଶାଳୀ ବ୍ୟକ୍ତି ମୋ ଉପରେ ବିଶ୍ୱାସ ନେଇ ଆସିଥାନ୍ତେ, ତେବେ ମୁଁ ଈଶ୍ୱରଙ୍କ ନିକଟରେ ଏହି ଆଶା ବାନ୍ଧିଥିଲି, ଏହି ଆଶା ରଖୁଥିଲି ଯେ ଏହି ସମସ୍ତ ଜାତି ମୋତେ ସ୍ୱୀକାର କରିନେଇଥାନ୍ତା ଓ ଈଶ୍ୱରଙ୍କ ଶାସ୍ତିରୁ ବର୍ତ୍ତି ଯାଇଥାନ୍ତା। ସେଠାରୁ ଉଠି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏହି ଆଦେଶ ଦେଲେ ଯେ ବନୁ କୁରେଜା ସମ୍ପ୍ରଦାୟର ମହିଳାମାନଙ୍କୁ ଓ ପୁରୁଷମାନଙ୍କୁ ଓ ପିଲାମାନଙ୍କୁ ପୃଥକ କରିଦିଆଯାଉ। ସୁତରାଂ ଉଭୟ ଗୋଷ୍ଠୀକୁ ପୃଥକ କରି ମଦିନା ଅଣାଯାଇଥିଲା ଓ ସହରର 2ଟି ପୃଥକ ପୃଥକ ବାସଭବନରେ ଏକତ୍ରିତ କରିଦିଆଯାଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଆଦେଶ କ୍ରମେ ସାହାବାମାନେ ବନୁ କୁରେଜାର ଆହାର ନିମନ୍ତେ ପ୍ରଚୁର ପରିମାଣରେ ଫଳମୂଳ ଉପଲବ୍ଧ କରାଇଥିଲେ ଏବଂ ୟହୁଦୀମାନେ ଅହରାତ୍ର ଫଳମୂଳ ସେବନ କରିବାରେ ବ୍ୟସ୍ତ ରହିଥିଲେ। ସକାଳେ ଯେତେବେଳେ ମଦିନାର ବଜାରରେ ଏକ ଗର୍ତ୍ତ ଖୋଳିବା ନିମନ୍ତେ ଆଦେଶ ଦିଆଗଲା, ଯାହା ଅବୁ ଜହମି ଅଦୁଇଙ୍କ ଘର ଏହଜା ରୁଜୈତା ପର୍ଯ୍ୟନ୍ତ ଖୋଳାଯାଇଥିଲା, ଅର୍ଥାତ୍ ତାହା ଏକ ସ୍ଥାନ ଥିଲା, ସେ ପର୍ଯ୍ୟନ୍ତ ଏ ଗର୍ତ୍ତ ଖନନ କରାଯାଇଥିଲା। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆସି ସେଠାରେ ବିରାଜମାନ ହୋଇଥିଲେ ଓ ଅନ୍ୟ ସାହାବାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବନୁ କୁରେଜା ସମ୍ପ୍ରଦାୟର ପୁରୁଷମାନଙ୍କୁ ଡାକିଲେ, ସେମାନଙ୍କୁ ଦଳବଦ୍ଧ ଆକାରରେ ବାହାରକୁ ଅଣାଗଲା ଓ ଗର୍ତ୍ତ ମଧ୍ୟରେ ବନ୍ଦ କରିଦିଆଯାଇଥିଲା। ସେହି ୟହୁଦୀମାନଙ୍କୁ ଯେତେବେଳେ ଗର୍ତ୍ତ ମଧ୍ୟକୁ ନିଆଗଲା, ସେତେବେଳେ କେହି ଜଣେ କାବ୍ ବିନ୍ ଅସଦକୁ ପଚାରିଲା, ହେ କାବ୍, ତୋର କ'ଣ ମତ ରହିଛି? ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆପଣମାନଙ୍କ ସହିତ କ'ଣ କରିବାକୁ ଲାଗିଲେଣି? କାବ୍ ବିନ୍ ଅସଦ କହିଲେ, ତୁମମାନଙ୍କୁ ଯାହା ଖରାପ ଲାଗିବ ସେହି ବ୍ୟବହାର ତୁମ ସହିତ କରାଯିବ। କାବ୍ ବିନ୍ ଅସଦକୁ ଲୋକମାନେ କହିଲେ, ହେ କାବ୍ ବିନ୍ ଅସଦ, ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम ଆମ ସହିତ କେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିବେ? ସେ କହିଲା, ତୁମମାନଙ୍କୁ ଯେଉଁ ବ୍ୟବହାର ଖରାପ ଲାଗିବ ସେହି ପ୍ରକାରର ବ୍ୟବହାର, ସେହି ଅର୍ଥାତ୍ ତୁମମାନଙ୍କର ସର୍ବନାଶର ସମୟ ଆସିଯାଇଛି। ତୁମେମାନେ କୌଣସି ପରିସ୍ଥିତିରେ ମଧ୍ୟ ବୁଝିପାରିଲ ନାହିଁ, ଆଉ ଯିଏ ଗଲା ସିଏ ଆଉ ଫେରିଲା ନାହିଁ। ଅତଏବ ମୁଁ ଆଲ୍ଲାହ ତାଆଲାଙ୍କ ଶପଥ କରି କହୁଛି, ବର୍ତ୍ତମାନ ତୁମ ଜୀବନ ବଞ୍ଚିବାର ସମ୍ଭାବନା ନାହିଁ। ମୁଁ ତୁମମାନଙ୍କୁ ଖଡ୍ଗ ବ୍ୟତୀତ ଅନ୍ୟ ମାର୍ଗ ଆଡ଼କୁ ଡାକିଥିଲି, କିନ୍ତୁ ତୁମେମାନେ ଅସ୍ୱୀକାର କରିଦେଲ। ୟହୁଦୀମାନେ କହିବାକୁ ଲାଗିଲେ, ହେ କାବ୍, ଏହି ସମ୍ପ୍ରଦାୟଟି କ୍ରୋଧ ପ୍ରକାଶ କରିବାର ସମୟ ନୁହେଁ। ଯଦି ଆମେ ତୁମର ମତାମତକୁ ସ୍ୱୀକାର କରିନେଇଥାନ୍ତୁ, ତେବେ ଆମେମାନେ ଉକ୍ତ ଅଙ୍ଗୀକାରକୁ ଭଙ୍ଗ କରିବାର ଦୋଷ ମୁଣ୍ଡାଇ ନଥାନ୍ତୁ, ଯାହା ଆମମାନଙ୍କ ଉପରେ ଓ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ମଧ୍ୟରେ, ଆମମାନଙ୍କ ମଧ୍ୟରେ ଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ମଧ୍ୟରେ ଥିଲା, ଅର୍ଥାତ୍ ସନ୍ଧିର ସର୍ତ୍ତାବଳୀ। ହୁଇ ବିନ୍ ଅଖ୍ତବ କହିଲା, ବର୍ତ୍ତମାନ ଉକ୍ତ ନିନ୍ଦା ଓ ଭର୍ସନାକୁ ଛାଡ଼ିଦିଅ। ବର୍ତ୍ତମାନ ତୁମମାନଙ୍କ ଠାରୁ ଆଉ କିଛି ବି ଦୂରୀଭୂତ କରାଯିବ ନାହିଁ। ବର୍ତ୍ତମାନ ବାସ୍ ଖଡ୍ଗ ହିଁ ତୁମର ନିଷ୍ପତ୍ତି କରିବ। କେତେକ ବର୍ଣ୍ଣନା ଅନୁଯାୟୀ କିଛି ବନ୍ଦୀମାନଙ୍କୁ ମଧ୍ୟ ବଦ୍ଧ କରିବା ନିମନ୍ତେ ଦାୟିତ୍ୱ ଅନେକ ସାହାବାମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ଉକ୍ତ ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରନ୍ତି, ଦ୍ୱିତୀୟ ଦିନ ସକାଳେ ସାଦ୍ ବିନ୍ ମୁଆଜ ରଜିୟତାଲାଙ୍କ ନିର୍ଣ୍ଣୟ ମୁତାବକ କାର୍ଯ୍ୟକାରୀ କରାଗଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କିଛି ତତ୍ପର ବ୍ୟକ୍ତିମାନଙ୍କୁ ଏହି କାର୍ଯ୍ୟ ନିର୍ବାହ କରିବା ପାଇଁ ନିୟୋଜିତ କଲେ ଏବଂ ସେଠାରେ ସ୍ୱୟଂ ଉପସ୍ଥିତ ରହିଲେ, ଯେଭଳି ତାହା ସମ୍ପାଦନ କରିବାରେ କୌଣସି ବିଶୃଙ୍ଖଳା କି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ। ଆଉ ଯଦି ଏଭଳି କିଛି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଉଚିତ ମାର୍ଗଦର୍ଶନ ଲୋଡ଼ିବା ପାଇଁ ଆପଣ ସେଠାରେ ଉପସ୍ଥିତ ଥିବେ।
ସେହିପରି ଯଦି କୌଣସି ଦୋଷୀ ସମ୍ପର୍କରେ କୌଣସି ବ୍ୟକ୍ତି ପକ୍ଷରୁ ଦୟାର ଅପିଲ କରାଯାଏ, ତେବେ ସେ କ୍ଷେତ୍ରରେ ମଧ୍ୟ ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ତୁରନ୍ତ ନିଷ୍ପତ୍ତି ଦେଇପାରିବେ। କିନ୍ତୁ ଜଣେ ସମ୍ରାଟ ହିସାବରେ ଆପଣ ସଲ୍ଲାଲ୍ଲାହୁ କୌଣସି ବ୍ୟକ୍ତି ସମ୍ପର୍କରେ କୌଣସି ବିଶେଷ ପଦକ୍ଷେପ ନିଜ ଆଡ଼ୁ ନେବା ଓ ଦୟାର ଅପିଲ ଶୁଣିବା ପାଇଁ ଆପଣ ପ୍ରଯୁଜ୍ୟ ଥିଲେ ବା ଆପଣଙ୍କର ଅଧିକାର ରହିଥିଲା। ବନୁ ନଜିର ସମ୍ପ୍ରଦାୟର ଅଧିପତି ହୁଇ ବିନ୍ ଅଖ୍ତବ୍ ଯେତେବେଳେ ଆସିଲା, ସେତେବେଳେ ହୁଜୁର ସଲ୍ଲାଲ୍ଲାହୁ ଆଡ଼କୁ ଚାହିଁଲା ଓ କହିବାକୁ ଲାଗିଲା, ହେ ମହମ୍ମଦ, ମୁଁ ଏଥିପାଇଁ ଦୁଃଖିତ ନୁହେଁ ଯେ ମୁଁ ତୁମମାନଙ୍କର କାହିଁକି ବିରୋଧ କଲି, କିନ୍ତୁ ପ୍ରକୃତ କଥା ଏହିକି ଯେ ଯେଉଁ ବ୍ୟକ୍ତି ଈଶ୍ୱରକୁ ଛାଡ଼ିଦିଏ, ଈଶ୍ୱର ମଧ୍ୟ ତାହାକୁ ଛାଡ଼ି ଦେଇଥାନ୍ତି। ଏହିପରି ଭାବରେ କାଅବ୍ ବିନ୍ ଅସଦକୁ ଯେତେବେଳେ ବଧ କରାଗଲା, କାଅବ୍ ବିନ୍ ଅସଦ ଯେ କି ବନୁ କୁରେଜା ସମ୍ପ୍ରଦାୟର ଅଧିପତି ଥିଲା, ତାକୁ ଯେତେବେଳେ ବଧସ୍ଥଳୀକୁ ନିଆଗଲା, ସେତେବେଳେ ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଇଙ୍ଗିତପୂର୍ବକ ମୁସଲମାନ ହୋଇଯିବା ପାଇଁ ତାକୁ କହିଲେ। ସେ କହିଲା, ହେ ଅବୁ କାସିମ, ମୁଁ ମୁସଲମାନ ହୋଇଯାଇଥାନ୍ତି, କିନ୍ତୁ ଲୋକମାନେ ମୋତେ କହିବେ କାଅବ୍ ବିନ୍ ଅସଦ ମୃତ୍ୟୁ ଭୟରେ ଇସଲାମ ଧର୍ମ ସ୍ୱୀକାର କରିନେଲା, ସୁତରାଂ ମୋତେ ୟହୁଦୀ ଧର୍ମରେ ହିଁ ମରିବାକୁ ଦିଅ। ସେହିପରି ରୁଫା ନାମକ ଜୈନକ ୟହୁଦୀ ବ୍ୟକ୍ତିର କ୍ଷମା ଯାଚନାର ଚର୍ଚ୍ଚା ମଧ୍ୟ ଉଲ୍ଲେଖ ରହିଛି। ସେଥି ସଂକ୍ରାନ୍ତରେ ହଜରତ ମିର୍ଜା ବଶୀର ଅହମଦ ସାହେବ ଉଲ୍ଲେଖ କରନ୍ତି, ରୁଫା ନାମକ ଆଉ ଏକ ୟହୁଦୀ ବ୍ୟକ୍ତି ଥିଲା। ସେ ଜଣେ ଦୟାମୟୀ ମୁସଲମାନ ମହିଳାକୁ କାକୁତି ମିନତି ହେଲା ଯେ ମୋ ପାଇଁ ସୁପାରିଶ କର ଯେ ପ୍ରଭୁ ଈଶ୍ୱର ମୋତେ ୟା ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ମୋତେ ଛାଡ଼ି ଦିଅନ୍ତୁ। ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ସେହି ମହିଳାର ସୁପାରିଶକୁ ସ୍ୱୀକାର କରିନେଲେ ଓ ରୁଫାକୁ କ୍ଷମା କରିଦେଲେ। ଅତଏବ ସେହି ସମୟରେ ଯେଉଁ ବ୍ୟକ୍ତିର ସୁପାରିଶ ହୁଜୁର ସଲ୍ଲାଲ୍ଲାହୁଙ୍କ ନିକଟରେ ଆଗତ ହେଲା, ହୁଜୁର ସେ ସମସ୍ତ ସୁପାରିଶକୁ ସ୍ୱୀକାର କରିନେଇଥିଲେ ଓ ସେମାନଙ୍କୁ କ୍ଷମା କରିଦେଇଥିଲେ। କିନ୍ତୁ ଏହା ହଜରତ ସାଦଙ୍କ ନିର୍ଣ୍ଣୟ ବିପରୀତ କଦାପି ନଥିଲା। ଏହା ସେହି ଆରୋପର ଅତ୍ୟନ୍ତ ସ୍ପଷ୍ଟ ଉତ୍ତର ଯେ ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଜଣେ ଅତ୍ୟାଚାରୀ ନୁହନ୍ତି। ଏପରି ବଧ ପ୍ରକ୍ରିୟା ଜାରି ରହିଥିଲା। ବନୁ କୁରେଜା ସମ୍ପ୍ରଦାୟର ମହିଳାମାନଙ୍କୁ ବଧ କରାଯାଇଥିଲା ଏପର୍ଯ୍ୟନ୍ତ କି ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ସେମାନଙ୍କ ବଧ କାର୍ଯ୍ୟରୁ ମୁକ୍ତ ହୋଇଗଲେ। ସେହି ୟହୁଦୀମାନଙ୍କୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବଧ କରାଯାଇଥିଲା ଏବଂ ଗର୍ତ୍ତକୁ ମାଟି ଦ୍ୱାରା ଆଚ୍ଛାଦିତ କରି ଦିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟ ହଜରତ ସାଦ ବିନ୍ ମୁଆଜ ରଜିୟଲ୍ଲାହୁଙ୍କ ସମ୍ମୁଖରେ ଘଟିଥିଲା। ଆଲ୍ଲାହ ତାଆଲା ତାଙ୍କର ଦୁଆ ସ୍ୱୀକାର କରିନେଲେ ଏବଂ ତାଙ୍କ ଚକ୍ଷୁକୁ ଶୀତଳ କଲେ। ଐତିହାସିକ ବର୍ଣ୍ଣନା ଅନୁଯାୟୀ ମହିଳାମାନଙ୍କ ମଧ୍ୟରୁ କେବଳ ନୁବାତାର ବଧ କରାଗଲା। ନୁବାତା ବନୁ କୁରେଜା ସମ୍ପ୍ରଦାୟର ଜଣେ ବ୍ୟକ୍ତି ହକମର ପତ୍ନୀ ଥିଲେ। ନୁବାତା ଜଣେ ମୁସଲମାନ ସାହାବୀ ଯାହାଙ୍କ ନାମ ଖଲ୍ଲାଦ ଥିଲା। ହଜରତ ଖଲ୍ଲାଦ ରଜିୟଲ୍ଲାହୁ ବନୁ କୁରେଜା ସମ୍ପ୍ରଦାୟର ପ୍ରାଚୀର ଉପରେ ବସିଥିଲେ। ଅତଃ ନୁବାତା ହଜରତ ଖଲ୍ଲାଦ ରଜିୟଲ୍ଲାହୁଙ୍କ ଉପରକୁ ପଥର ଫିଙ୍ଗି ତାଙ୍କୁ ମାରିଦେଇଥିଲା। ତେଣୁ ତାଙ୍କୁ ହତ୍ୟା କରାଗଲା, ବଧ କରାଗଲା ଏହି ଅପରାଧ ଯୋଗୁଁ। କିନ୍ତୁ କେତେକ ଜୀବନ ଲେଖାଳିମାନେ ଉକ୍ତ ବର୍ଣ୍ଣନା ସହିତ ଏକମତ ନୁହନ୍ତି। ସେମାନଙ୍କ ନିକଟରେ ହୁଏତ ବନୁ କୁରେଜା ସମ୍ପ୍ରଦାୟ ଖେବରର କେତେକ ବର୍ଣ୍ଣନାକୁ ମିଶ୍ରିତ କରୁଛନ୍ତି ଘଟଣାକୁ ଯେ ମହିଳାଙ୍କର ବଧ ଘଟଣାଟି ସଠିକ୍ ନୁହେଁ। ଆଲ୍ଲାହୁ ଆଲମୁ, ଆଲ୍ଲାହ ହିଁ ସର୍ବଜ୍ଞ। ଉପରୋକ୍ତ ବର୍ଣ୍ଣନା ସଂକ୍ରାନ୍ତରେ ସନ୍ଧାନ କରାଯାଏ ଯେ ଗବେଷଣା କରାଯାଏ, ଅନୁଧ୍ୟାନ କରାଯାଏ, ତେବେ ଜ୍ଞାତ ହୁଏ ଯେ ଜୀବନୀ ଲେଖାଳିମାନଙ୍କର ମଧ୍ୟରେ ଜୀବନୀ ଲେଖାଳିମାନଙ୍କୁ ଭ୍ରମ ଲାଗିଛି। ପ୍ରଥମତଃ ଉପରୋକ୍ତ ବର୍ଣ୍ଣନାଟି ଘଟଣା ବିରୁଦ୍ଧୀୟ ଏବଂ କପୋଳକଳ୍ପିତ। ଯଦି ତହିଁରେ ସତ୍ୟତା ରହିଛି ତେବେ ଏତିକି ଯେ ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ସେହି ମହିଳାକୁ ମୁକ୍ତ କରିଦେଇଥିଲେ। ସେହି ମହିଳା ନିଜ ମାତା ପିତାଙ୍କ ଘରକୁ ଚାଲି ଯାଇଥିଲା ଏବଂ ସେହିଠାରେ ହିଁ ସେ ମୃତ୍ୟୁବରଣ କରିଥିଲା। ଯଦି ବି ଅସମ୍ଭବ ରୂପେ ଉପରୋକ୍ତ ବର୍ଣ୍ଣନାଟି ସ୍ୱୀକାର କରି ନିଆଯାଏ, ତେବେ ନବୀ କରୀମ ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଉକ୍ତ ମହିଳାକୁ ବିବାହ କରିନଥିଲେ କି ଉକ୍ତ ମହିଳାକୁ ଦାସୀ କରିନଥିଲେ। ଅର୍ଥାତ୍ ରେହାନା ବିନ୍ତେ ଜୈଦ ନଜରିୟାର ଘଟଣା
ଯେ କି ବନୁ କୁରେଜା ସମ୍ପ୍ରଦାୟର ଏକ ମହିଳା ଥିଲେ ଏବଂ ଛୋଟ ପିଲାମାନଙ୍କୁ ମଦିନାରେ ମୁସଲମାନମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ତନ୍ମଧ୍ୟରେ ବନୁ ନଜିର ସମ୍ପ୍ରଦାୟର ମହିଳା ଯାହାର ନାମ ରେହାନା ବିନ୍ତେ ଜେଦ୍ ନଜରିଆ ଥିଲା, ସେ ମହିଳାର ବିବାହ ହକମ ସହିତ ହୋଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ମହିଳାକୁ ନିଜ ନିମନ୍ତେ ବାଛି ନେଇଥିଲେ। କେତେକ ଇତିହାସବିତ୍ଙ୍କ ମତରେ ସେହି ମହିଳା ଜଣକ ଇସଲାମ ଧର୍ମ ସ୍ୱୀକାର କରିନେଇଥିଲା। ସେହିପରି ଇତିହାସବିତ୍ଙ୍କ ମତରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ମହିଳାକୁ ନିଜର ଦାସୀ କରିନେଇଥିଲେ। ସେହିପରି ଅନ୍ୟ କେତେକଙ୍କ ମତରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ମହିଳାଙ୍କ ସହିତ ବିବାହ କରିଥିଲେ। ଏହିପରି ଭିନ୍ନ ମତ ରହିଛି। ସେହି ମହିଳାକୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜର ଦାସୀ ରୂପେ ରଖି ନେଇଥିଲେ, ଯାହାକି ବର୍ଣ୍ଣନା କରାଯାଏ। ସାର୍ ୱିଲିୟମ ମିୟର ଇତ୍ୟାବସରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ବିରୋଧରେ ଅତ୍ୟନ୍ତ ହୃଦୟ ବିଦାରକ ଆକ୍ଷେପ କରେ, କିନ୍ତୁ ବାସ୍ତବରେ ତାହା ଭୁଲ ଓ ଭିତ୍ତିହୀନ। ପ୍ରଥମତଃ ସହି ବୁଖାରୀର ଏକ ପ୍ରାମାଣ୍ୟ ଉପରୋକ୍ତ ଚର୍ଚ୍ଚିତ ବର୍ଣ୍ଣନାରେ ବର୍ଣ୍ଣିତ ହୋଇଛି। ସେହି ବର୍ଣ୍ଣନାଟି ଏହିପରି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବନୁ କୁରେଜା ସମ୍ପ୍ରଦାୟର ବନ୍ଦୀମାନଙ୍କୁ ସାହାବାମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ସହି ବୁଖାରୀର ଏହି ବର୍ଣ୍ଣନା ତାହାକୁ ଭୁଲ ସାବ୍ୟସ୍ତ କରିଦିଏ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯଦି କୌଣସି ମହିଳାକୁ ନିଜ ଘରେ ରଖିଥିଲେ ବା ଚୟନ କରିଥିଲେ, ତେବେ ସ୍ୱାଭାବିକ ରୂପେ ଇତ୍ୟାବସରରେ ବୁଖାରୀରେ ତାହା ବର୍ଣ୍ଣିତ ହେବା ଉଚିତ ଥିଲା, କିନ୍ତୁ ସହି ବୁଖାରୀରେ ଏପରି କୌଣସି ଘଟଣାର ଚର୍ଚ୍ଚା ଉଲ୍ଲେଖ ନାହିଁ। ଏତଦ୍ ଭିନ୍ନ ଅନ୍ୟ ସଠିକ୍ ବର୍ଣ୍ଣନାଗୁଡ଼ିକରୁ ନିର୍ଦ୍ଦିଷ୍ଟ ରୂପେ ପ୍ରମାଣିତ ନୁହେଁ ଯେ ରେହାନାକୁ ବନ୍ଦୀମାନଙ୍କ ମଧ୍ୟରୁ ବାଛି ନେଇ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଘରେ ଛାଡ଼ି ଦିଆଯାଇଥିଲା। ଆଲ୍ଲାମା ଇବ୍ନେ ହଜର, ଯେ କି ଇସଲାମ ଧର୍ମର ତୁଙ୍ଗ ଗବେଷକମାନଙ୍କ ମଧ୍ୟରୁ ଅନ୍ୟତମ, ଏହି ବର୍ଣ୍ଣନାକୁ ସଠିକ୍ ବୋଲି ବିବେଚିତ କରିଛନ୍ତି। କିନ୍ତୁ ଯଦି ଏହା ସ୍ୱୀକାର କରି ନିଆଯାଏ ଯେ ରେହାନାକୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସ୍ୱୟଂ ନିଜସ୍ୱ ତତ୍ତ୍ୱାବଧାନରେ ଗ୍ରହଣ କରିଥିଲେ, ତେବେ ନିଃସନ୍ଦେହ ରୂପେ ସେ ଅର୍ଥାତ୍ ରେହାନା ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପତ୍ନୀ ନଥିଲା, ନା ତାଙ୍କର ଦାସୀ ଥିଲା। ସୁତରାଂ ସେହି ଇତିହାସବିତ୍ମାନଙ୍କର ରେହାନା ସମ୍ପର୍କରେ ବର୍ଣ୍ଣନାଟି ସମ୍ପୂର୍ଣ୍ଣ ରୂପେ ଭୁଲ ବିବେଚିତ ହେଉଛି। ପୁନଶ୍ଚ ମୁଁ ଯେତେବେଳେ ମୁସଲମାନ, ସୁତରାଂ ଇବ୍ନେ ସାଦ ରାଦିୟଲ୍ଲାହୁ ସ୍ୱୟଂ ବର୍ଣ୍ଣନା କରନ୍ତି ଓ ରେହାନାର କଥା ଉଲ୍ଲେଖ କରାଯାଇଛି ଯେ ସେହି ବର୍ଣ୍ଣନାରେ ରେହାନା ନିଜେ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସ୍ୱୟଂ ମୋତେ ମୁକ୍ତ କରିଦେଇଥିଲେ। ପୁନଶ୍ଚ ମୁଁ ଯେତେବେଳେ ମୁସଲମାନ ହୋଇଗଲି, ସେତେବେଳେ ଆପଣ ମୋ ସହିତ ବିବାହ କରି ନେଇଥିଲେ। ମୋର ମେହେର 12 ଉକିଆ ଓ ଅର୍ଥାତ୍ ପ୍ରାୟ 40 ଦିରହମ ଧାର୍ଯ୍ୟ କରାଯାଇଥିଲା। ଇବ୍ନେ ସାଦ ରାଦିୟଲ୍ଲାହୁ ଏହି ବର୍ଣ୍ଣନା ବିପରୀତ ଅନ୍ୟ ବର୍ଣ୍ଣନାଗୁଡ଼ିକୁ, ଯାହା ଉପରେ ସାର୍ ୱିଲିୟମ ମିୟର ମୂଳଦୁଆ ରଖିଛି ଅର୍ଥାତ୍ ଆୟୁଧ କରିଛି, ସ୍ପଷ୍ଟତାର ସହିତ ଭୁଲ ଓ ଘଟଣା ବିପରୀତ ବୋଲି ବିବେଚିତ କରିଛନ୍ତି। ସେ ଯାହା ହେଉନା କାହିଁକି, ଯେଉଁ ବର୍ଣ୍ଣନାଗୁଡ଼ିକ ରହିଛି ତାହା ସନ୍ଦେହଜନକ ଅତେ। ପ୍ରଥମତଃ, ଯେପରିକି ବୁଖାରୀର ବର୍ଣ୍ଣନାରୁ ସିଦ୍ଧ ହେଲା, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ରେହାନାକୁ ନିଜ ତତ୍ତ୍ୱାବଧାନରେ ନେଇ ନଥିଲେ, ବରଂ ସ୍ୱାଧୀନ କରିଦେଇଥିଲେ। ଏତତ୍ପରେ ନିଜ ବଂଶରେ ଯାଇ ବସବାସ କରିଥିଲା। ସେ ନିଜ ପରିବାରବର୍ଗଙ୍କ ସହିତ ବସବାସ କରିଥିଲା ରେହାନା। ଦ୍ୱିତୀୟତଃ, ଉକ୍ତ ବର୍ଣ୍ଣନାକୁ ସ୍ୱୀକାର ମଧ୍ୟ କରାଯାଏ। ଯଦି ସ୍ୱୀକାର କରାଯାଏ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ରେହାନାକୁ ନିଜ ତତ୍ତ୍ୱାବଧାନରେ ନେଇଥିଲେ ଓ ତାହା ସହିତ ବିବାହ କରି ନେଇଥିଲେ, ସେତେବେଳେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ମହିଳାକୁ ସ୍ୱାଧୀନ କରିଦେଇ ତା ସହିତ ବିବାହ କରିଥିଲେ ଓ ତାକୁ ନିଜର ଦାସୀ ରୂପେ ରଖିନଥିଲେ। ଯେପରିକି ରେହାନାର ନିଜସ୍ୱ ବର୍ଣ୍ଣନା ରହିଛି। ସେହି ବର୍ଣ୍ଣନା ସଂକ୍ରାନ୍ତରେ କେତେକ ଲୋକ ଉଲ୍ଲେଖ କରିଛନ୍ତି ଯେ ସେହି ବର୍ଣ୍ଣନାଟି କେତେ ଦୂର ସଠିକ୍ ତାହା ଅଲ୍ଲାହ ହିଁ ଜାଣନ୍ତି। ଏତଦ୍ ଭିନ୍ନ ଉକ୍ତ କଥା ମଧ୍ୟ ସ୍ମରଣ ରଖିବା ଉଚିତ ଯେ ରେହାନାର ନାଁ ଓ ବଂଶ ସଂକ୍ରାନ୍ତରେ ବର୍ଣ୍ଣନାମାନଙ୍କରେ ଏଭଳି ମତ ପାର୍ଥକ୍ୟ ରହିଛି ଯେ ରେହାନାର ଅସ୍ତିତ୍ୱ ସମ୍ପର୍କରେ ସନ୍ଦେହ ପ୍ରକାଶ ହେଉଛି। ତେବେ ଏଥି ସଂକ୍ରାନ୍ତରେ ଅଲ୍ଲାହ ହିଁ ଭଲ ରୂପେ ଜାଣନ୍ତି ଯେ ପ୍ରକୃତ ଘଟଣା କ'ଣ ଥିଲା। ମାଲେ ଗନିମତ ବାଣ୍ଟିବା ସମ୍ପର୍କରେ ଏଭଳି ବର୍ଣ୍ଣନା ଉଲ୍ଲେଖ ରହିଛି। ଯେତେବେଳେ ମାଲେ ଗନିମତ ଏକତ୍ରିତ ହୋଇଗଲା, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଖଜୁରୀ କୋଳି ଭାଗ ଭାଗ କରି ବାଣ୍ଟି ଦେଲେ।
ଉକ୍ତ ଯୁଦ୍ଧରେ 36ଟି ଅଶ୍ୱ ପ୍ରାପ୍ତ ହୋଇଥିଲା। ଗୋଟିଏ ଅଶ୍ୱ ନିମନ୍ତେ 2ଟି ଭାଗ ଓ ଅଶ୍ୱାରୋହୀ ନିମନ୍ତେ ଗୋଟିଏ ଭାଗ ଓ ପଦାତିକ ନିମନ୍ତେ ଗୋଟିଏ ଭାଗ ଧାର୍ଯ୍ୟ କରାଯାଇଥିଲା। ଉକ୍ତ ଯୁଦ୍ଧରେ ମହିଳା ଓ ଛୋଟ ପିଲାମାନେ ବନ୍ଦୀ ହୋଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମାଲେ ଗନିମତ ବାଣ୍ଟିବା ପୂର୍ବରୁ ତାହାର ପଞ୍ଚମାଂଶ ବାହାର କଲେ ଓ ବନ୍ଦୀମାନଙ୍କୁ ମଧ୍ୟ 5 ଭାଗ କଲେ। ତନ୍ମଧ୍ୟରୁ 1/5 ନିଜ ପାଇଁ ରଖିଲେ, ଅର୍ଥାତ୍ ଦିନେ ଇସଲାମ ପାଇଁ ଅଲଗା କରିଦେଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହି ଭାଗ ମଧ୍ୟରୁ ମହିଳା ଓ ପିଲାମାନଙ୍କୁ ମୁକ୍ତ କରିଦେଲେ। ସେହିପରି ଖଜୁରୀ କୋଳି ମଧ୍ୟରୁ 1/5 ବାହାର କଲେ ଓ ତାପରେ ବାକିତକ ବାଣ୍ଟି ଦେଲେ। ସେହି ମାଲେ ଗନିମତର ଜିନିଷପତ୍ର ମଧ୍ୟରୁ ପ୍ରତ୍ୟେକ ବସ୍ତୁ ନିମନ୍ତେ ଗୁଳା ପଡ଼ିଥିଲା। ଗୁଳାରେ ଯେଉଁ ଭାଗଟି 1/5 ବାହାରୁଥିଲା ତାହା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ନେଇଥିଲେ। ହଜରତ ମହମିୟା ବିନ୍ ଜଜା ଜୁବେଦୀଙ୍କୁ 1/4 ଭାଗରୁ 1 ଭାଗ ମିଳିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହି ମହିଳାମାନଙ୍କୁ ମଧ୍ୟ ମାଲେ ଗନିମତ ପ୍ରଦାନ କଲେ ଯେଉଁମାନେ ଯୁଦ୍ଧ ସମୟରେ ଉପସ୍ଥିତ ଥିଲେ। ସେହି ମହିଳାମାନଙ୍କ ମଧ୍ୟରେ ହଜରତ ସଫିୟା ବିନତେ ଅବ୍ଦୁଲ ମୁତଲିବ ରଜିୟତାଲ୍ଲାହ, ହଜରତ ଅମ୍ମାରା ରଜିୟତାଲ୍ଲାହ, ହଜରତ ଉମ୍ମେ ସୁଲେତ ରଜିୟତାଲ୍ଲାହ, ହଜରତ ଉମ୍ମେ ଅଲା अंसारिया रज़ियल्लाहु, हज़रत समीरा बिनते कैस रज़ियल्लाहु, हज़रत साद बिन मुआज़ रज़ियल्लाहु, हज़रत कब्सा बिनते राफे रज़ियल्लाहु आदि महिलाମାନେ ଅନ୍ତର୍ଭୁକ୍ତ। ଗୋଟିଏ ମତ ଏହା ମଧ୍ୟ ରହିଛି ଯେ ସେହି ସମସ୍ତ ବନ୍ଦୀମାନଙ୍କୁ ମଦିନାରେ ହିଁ ରଖାଯାଇଥିଲା। ସେମାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ପ୍ରେରଣ କରାଯାଇନଥିଲା। ପୁନଶ୍ଚ ସେହି ବନ୍ଦୀମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଧୀରେ ଧୀରେ ଉପକାର ପୂର୍ବକ ମୁକ୍ତ କରିଦେଇଥିଲେ, ଦୟାପୂର୍ବକ ମୁକ୍ତ କରିଦେଇଥିଲେ। ସୁତରାଂ ମିର୍ଜା ବଶୀର ଅହମଦ ସାହେବ ବିଭିନ୍ନ ଇତିହାସ ପୁସ୍ତକମାନଙ୍କ ମଧ୍ୟରୁ ଗବେଷଣା କରି ଏହି କଥା ଉଲ୍ଲେଖ କରିଛନ୍ତି ଯେ ହଜରତ ସାଦ ରଜିୟତାଲ୍ଲାହୁଙ୍କ ନିଷ୍ପତ୍ତି କ୍ରମେ ମହିଳା ଓ ପିଲାମାନଙ୍କୁ ବନ୍ଦୀ କରି ନିଆଯାଇଥିଲା। ସେମାନଙ୍କ ସଂକ୍ରାନ୍ତରେ କେତେକ ବର୍ଣ୍ଣନାରୁ ଏହା ଜଣାପଡ଼େ ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେମାନଙ୍କୁ ନଜଦ ଅଭିମୁଖେ ପ୍ରେରଣ କରିଦେଇଥିଲେ, ଯେଉଁଠି ଅର୍ଥାତ୍ ନଜଦ ଠାରେ କେତେକ ନଜଦୀୟ ସମ୍ପ୍ରଦାୟ ସେମାନଙ୍କର ଫିଦିଆ ପୈଠ କରି ସେମାନଙ୍କୁ ମୁକୁଳାଇ ନେଇଥିଲେ। ଯଦି ଏପରି ହୋଇଥିବ ତେବେ ଏହା ଅସମ୍ଭବ ନୁହେଁ, କାରଣ ନଜଦୀୟ ସମ୍ପ୍ରଦାୟ ଓ ବନୁ କୁରେଜା ସମ୍ପ୍ରଦାୟ ମଧ୍ୟରେ ମିତ୍ରତା ରହିଥିଲା। ବନୁ କୁରେଜା ଯୁଦ୍ଧରୁ କିଛି ଦିନ ପୂର୍ବେ ସେମାନେ ଆହଜାବ ଯୁଦ୍ଧରେ ମୁସଲମାନମାନଙ୍କ ବିପକ୍ଷରେ ଏକତ୍ରିତ ହୋଇ ଯୁଦ୍ଧ ଲଢ଼ିଥିଲେ। ପ୍ରକୃତରେ ନଜଦୀବାସୀଙ୍କ ଉସ୍କାଇବା ଯୋଗୁଁ ବନୁ କୁରେଜା ସମ୍ପ୍ରଦାୟ ହୁଜୁର ସଲ୍ଲଲ୍ଲାହୁ ଆଲୈହି ବିରୁଦ୍ଧରେ ବିଦ୍ରୋହର ଧ୍ୱଜା ଉତ୍ତୋଳନ କରିଥିଲେ। ଅତଃ ନଜଦୀବାସୀ ଯଦି ନିଜର ମିତ୍ର ବନୁ କୁରେଜା ସମ୍ପ୍ରଦାୟର ବନ୍ଦୀମାନଙ୍କୁ ମୁସଲମାନମାନଙ୍କ ହସ୍ତରୁ ମୁକୁଳାଇ ନେଇଥିଲେ ତେବେ ତହିଁରେ ଆଶ୍ଚର୍ଯ୍ୟ ପ୍ରକାଶ କରିବାର କୌଣସି ବିଷୟ ନାହିଁ। କିନ୍ତୁ ସଠିକ୍ ବର୍ଣ୍ଣନା ଅନୁଯାୟୀ ଏହି ବନ୍ଦୀମାନେ ମଦିନାରେ ହିଁ ରହିଥିଲେ, ଅନ୍ୟତ୍ର ଯାଇ ନଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହି ବନ୍ଦୀମାନଙ୍କୁ ପ୍ରଥା ଅନୁଯାୟୀ ବିଭିନ୍ନ ସାହାବାମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ପୁନଶ୍ଚ ସେହି ବନ୍ଦୀମାନଙ୍କ ମଧ୍ୟରୁ ଅନେକ ବନ୍ଦୀମାନେ ନିଜର ଫିଦିଆ ଦେଇ ସ୍ୱାଧୀନ ହୋଇଯାଇଥିଲେ। ଆଉ କେତେକ ବନ୍ଦୀମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମାଗଣାରେ ଉପକାର ପୂର୍ବକ ମୁକ୍ତ କରିଦେଇଥିଲେ। ପୁନଶ୍ଚ ଏହି ଲୋକମାନେ ପରବର୍ତ୍ତୀ ସମୟରେ ଧୀରେ ଧୀରେ ନିଜେ ମୁସଲମାନ ହୋଇଯାଇଥିଲେ। ସୁତରାଂ ତନ୍ମଧ୍ୟରୁ ଅତିୟା କୁରଜି, ଅବ୍ଦୁର ରହମାନ ବିନ୍ ଜୁବେର ବିନ୍ ବାତିଆ ଓ କାବ ବିନ୍ ସୁଲେମ, ମୁହମ୍ମଦ ବିନ୍ କାବ ଆଦି ଅନ୍ୟତମ। ଏହି ସମସ୍ତ ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ମୁସଲମାନ ହୋଇଯାଇଥିଲେ। ଉପରୋକ୍ତ ବର୍ଣ୍ଣନା ମହିଳାମାନଙ୍କ ଅର୍ଥାତ୍ ମହିଳାମାନଙ୍କୁ ବିକ୍ରି କରିବା ସଂକ୍ରାନ୍ତରେ ଅବା ତାଙ୍କୁ ବାଣ୍ଟିବା ସଂକ୍ରାନ୍ତରେ ଉଲ୍ଲେଖ ରହିଛି। କିନ୍ତୁ ଇତ୍ୟାବସରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏପରି ଏକ ଆଦେଶ ଦେଲେ ଯାହା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ବ୍ୟାପକ ଦୟା ଓ କରୁଣାର ପ୍ରତୀକ ଥିଲା। ମହିଳାମାନଙ୍କ ନିମନ୍ତେ ପରୋପକାରୀ ବ୍ୟକ୍ତି ସାବ୍ୟସ୍ତ ହୋଇ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବା ଉଚିତ।
हुजूर सल्लल्लाहु अलैहि वसल्लम କହିଲେ, ଯେଉଁ ମହିଳାମାନଙ୍କୁ ବିକ୍ରି କରାଯିବ ଅବା ବଣ୍ଟାଯିବ, ତା ସହିତ ଯଦି ତା'ର ଛୋଟ ପିଲାଟିଏ ଥାଏ, ଶିଶୁଟିଏ ଥାଏ, ତେବେ ସେହି ପିଲା ଓ ସେହି କନ୍ୟା ଯିଏକି ଏପର୍ଯ୍ୟନ୍ତ ଏଯାବତ୍ ଯୁବତୀ ହୋଇନାହିଁ, ତା ମା ଠାରୁ ତାକୁ ଅଲଗା କରା ନଯାଉ, ଯେପର୍ଯ୍ୟନ୍ତ ସେ ପିଲାମାନେ ସାବାଳକ ହୋଇଯାଇନାହାନ୍ତି, ଉପନୀତ ହୋଇନାହାନ୍ତି, ଯୁବକ ବୟସରେ ଉପନୀତ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କ ମା ଠାରୁ ଅଲଗା କରା ନଯାଉ। ସେହିପରି ଯେଉଁ ମାଆର 2ଟି କନ୍ୟା ସନ୍ତାନ ଥିବେ, ତେବେ ସେହି ବାଳିକାମାନଙ୍କୁ ସାବାଳିକା ନ ହେବା ପର୍ଯ୍ୟନ୍ତ ସେମାନଙ୍କ ମା ଠାରୁ ତାଙ୍କୁ ଅଲଗା କରା ନଯାଉ। ଏହା ଥିଲା ରହମତୁଲ୍ଲିଲ ଆଲମିନଙ୍କର ବ୍ୟବହାର। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ମହିଳାମାନଙ୍କ ଉପରେ ଦୟା, ଉପକାର ଓ ବନ୍ଦୀମାନଙ୍କ ଉପରେ ମହୋପକାର। କିନ୍ତୁ ଆଜିକାଲି ମୁସଲମାନମାନଙ୍କର ଯେଉଁ ଦଶା ଯେଉଁ ଅବସ୍ଥା ରହିଛି, ସେମାନେ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ନାମରେ ଭଣ୍ଡାମି କରି ଲୋକମାନଙ୍କୁ ଠକୁଛନ୍ତି, ବିତାଡ଼ିତ କରୁଛନ୍ତି, ନିର୍ଯାତନା ଦେଉଛନ୍ତି, ଅତ୍ୟାଚାର କରୁଛନ୍ତି, ନିରୀହ ଲୋକମାନଙ୍କୁ ଘରୁ ବାହାର କରିଦେଉଛନ୍ତି, ହତ୍ୟା କରୁଛନ୍ତି। ପୁନଶ୍ଚ ଏହାର ପରିଣାମ ଏହା ହିଁ ଉଦ୍ଧୃତ ହେଉଛି ଯେ ମୁସଲମାନମାନେ ନିଜ ସମ୍ମାନକୁ ହରାଇ ବସିଛନ୍ତି। ଆଲ୍ଲାହ ତାଆଲା ଏହି ମୁସଲମାନମାନଙ୍କ ଉପରେ ଦୟା ଅବତୀର୍ଣ୍ଣ କରନ୍ତୁ ଏବଂ ସେମାନଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu wa man yudlilhu fala hadiya lahu. ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.